ମୋ ବିଜୟ କୁମାର କମିଳା, ଉଦଳା, ୱାର୍ଡ ନମ୍ବର 7। ଏସବୁ ଯାହା ବି କରିଛି ଏଇ ନଡ଼ିଆ କେବଳ ନଡ଼ିଆ ଖୋଳପାରେ ହିଁ କରିଛି। ଇଏ ମୋ ମନକୁ ଆସିଲା ଯେବେ ଆମ ଭାରତ ବର୍ଷରେ କରୋନା ଆସିଲା 2019ରେ 2019ରେ ଯେଉଁ କରୋନା ଆସିଲା ସେଇଠୁ ଆମେ ଘରେ ବସିଲୁ। ଘରେ ବସିଲା ପରେ କିଛି ତ ପୁରା ଦୋକାନ ବଜାର ବନ୍ଦ ହେଇଗଲା। ତାପରେ କି କରିବା, ତାପରେ ହଠାତ୍ ମନକୁ ଆଇଡ଼ିଆ ଆସିଲା ମୁଁ ନଡ଼ିଆ ଖୋଳାରେ କିଛି କରିବି। ତାପରେ ପ୍ରଥମେ ନଡ଼ିଆ ଖୋଳାରେ ଛୋଟ ଛୋଟ ଜିନିଷ ତିଆରି କଲି, ଘର ସଜେଇବା ଜିନିଷ। ତାପରେ ଆସ୍ତେ ଆସ୍ତେ ମନକୁ ଆସିଲା ଯେ ବହୁତ, ତାପରେ ବିଜୁ ପଟ୍ଟନାୟକ ଡାକଟା, ତାପରେ ସେତେବେଳେ ଚନ୍ଦ୍ରଯାନ-3 ଚନ୍ଦ୍ରକୁ ଗଲା। ସେହି ସମୟରେ ମୁଁ ଚନ୍ଦ୍ରଯାନ-3 ତିଆରି କରିବା ଆରମ୍ଭ କଲି। ସେଇଠୁ ମୁଁ ଆମ ପଛକୁ ଫେରିନି। ତାପରେ ଗୋଟେ ଗୋଟେ ବିଶ୍ୱ ହିନ୍ଦୁ ପରିଷଦ, ବିକଶିତ ଭାରତ, ରୋଟାରୀ କ୍ଲବ, ଆଉ ଆମର ଅମର ଯବାନ, ବହୁତ ପ୍ରକାର କିଛି ଜିନିଷ ତିଆରି କରିଛି। ତେବେ ଏଇ ଯୋଉ କଳାକୃତି କରିଛନ୍ତି, ତେବେ ଏଇଗୁଡ଼ା କ'ଣ ଘର ଖାଲି ସଜାଇବା ପାଇଁ ନା ମାନେ କିଛି ବିଜନେସ୍ ପ୍ଲାନ୍ କରିଛନ୍ତି? ନାଇଁ, ବିଜନେସ୍ ପ୍ଲାନ୍ ତ ମୁଁ କରିନାହିଁ, କେବଳ ଘର ସଜାଇବା ପାଇଁ। ଆଉ କିଛି ତିଆରି କରିଛି ଉପହାର ସଦୃଶ ଦେବା ପାଇଁ। ଆମର ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କୁ ବି କିଛି ଉପହାର ଦେବି। ତାପରେ ଆମର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତାଙ୍କୁ ବି କିଛି ଉପହାର ଦେବି। ଏସବୁ ଉପହାର ଜିନିଷ ମୁଁ ବହୁତ ତିଆରି କରିଛି, ଯଦି ମୁଁ ଉପହାର ଦେବି। ତେବେ ଏମିତି ଆଗକୁ କ'ଣ ଲକ୍ଷ୍ୟ ରଖିଛନ୍ତି ଏଇ ଯୋଉ କଳାକୃତି ଆପଣ ବଢ଼େଇବା ପାଇଁ, ନା ଏମିତି ଖାଲି ଆପଣ ଘର ଘର ଭିତରେ ଶୋଇବା ପାଇଁ ରଖୁଛନ୍ତି? ଆପରେ ତ ମୁଁ ଆରମ୍ଭ କରିଛି ଅଯୋଧ୍ୟା ରାମ ମନ୍ଦିର। ରାମ ମନ୍ଦିର ସରିଗଲା ପରେ ମୁଁ ଏଟାକୁ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଁ ଉପହାର ଦେବି। ତାପରେ ତିଆରି ଚାଲିଛି କୋଣାର୍କ ମନ୍ଦିରଟାକୁ। କୋଣାର୍କ ମନ୍ଦିର ପରେ ରାମ ମନ୍ଦିର, ରାମ ମନ୍ଦିର ପରେ ମୁଁ ତିଆରି କରିବି ଆମର ଏବେ ରିସେଣ୍ଟ ଯେଉଁ ସୁନିତା ୱିଲିୟମ ଚନ୍ଦ୍ରରୁ ପୁରା ମହାକାଶରୁ ଫେରିଲେ ଯେଉଁ ଯାନଟା, ସେଇ ଯାନଟା ହିଁ ତିଆରି କରିବି।